ଯେତେବେଳେ ଦି ଜଣ ଲେଡିଜ ମିଶି ଯାଆନ୍ତି ସେତେବେଳେ ଜଣେ ଅନ୍ୟ ଜଣକୁ ପଚାରେ କି ଆରେ ୟାର ଆମ ଜୀବନରେ ଆରାମ ନାହିଁ, ଆମ ଭାଗ୍ୟରେ କେବେ ଆରାମ ଆସିବ? କାହିଁକି ନା ମୋତେ ବି କେବେ କେବେ ଲାଗେ କି ମୋ ଭାଗ୍ୟରେ ଆରାମ ଲେଖା ହେଇନି। ମାନେ ସଣ୍ଡେ ହଉ କି ମଣ୍ଡେ ହଉ, ପୁରା ସପ୍ତାହ ସାରା ହଉ, କୌଣସି ଦିନ ଆମକୁ କାମରୁ ଫୁର୍ସତ ମିଳେନି। ବହୁତ ଥର ମନକୁ କ୍ୱେଶ୍ଚନ୍ ଆସେ, ଆଉ ନିଜେ ନିଜେ ସେ ପ୍ରଶ୍ନର ଆନ୍ସର ଦେଇକି ନିଜ ମନକୁ ମୁଁ ବୁଝେଇ ଦେଇଥାଏ, ପୁଣି ନିଜ କାମରେ ଲାଗିଯାଏ। ତେଣୁ ନିଜ ଉପରେ ଯେଉଁ ଦାୟିତ୍ୱଟା ଅଛି ସେଇ ଦାୟିତ୍ୱକୁ ଆମକୁ ଭଲ ଭାବରେ ତୁଲାଇବାକୁ ପଡ଼ିବ। ଆରାମ ଖୋଜିଲେ ମିଳିବ କେଉଁଠୁ? ତେଣୁକରି ଚାଲନ୍ତୁ ନା ନିଜକୁ ନା ଅନ୍ୟ କାହାକୁ କ୍ୱେଶ୍ଚନ୍ ନ କରି ଆମେ ଆମ କାମରେ ଲାଗିଯିବା। ହେଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ ସମସ୍ତେ? ଓଡ଼ିଆ ବ୍ଲଗର ଲୁନା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ହୋପଲି ଆପଣମାନେ ସମସ୍ତେ କାମରେ ଲାଗିଯାଇଥିବେ, କାରଣ ସକାଳ ଟାଇମ୍ ଆଉ ସମସ୍ତେ ମାନେ ଯେଉଁଟା ଆମର ସକାଳର ଯେଉଁ ବେସିକ୍ କାମ, ସେଇ କାମରେ ଆମମାନେ ସମସ୍ତେ ବ୍ୟସ୍ତ ଥାଉ। ତ ମୁଁ ଏଇ କାମରେ ଆଜି ବ୍ୟସ୍ତ ରହିଛି, କାରଣ ଆଜି ପୁରା ଡଷ୍ଟିଂ କରିଦେଇଛି, କବାଟ ଝରକା ଏସବୁ ଡଷ୍ଟିଂ କରିଦେଇଛି। ଆଉ ଆଜି ମୋର ସିଡ୍ୟୁଲ୍ ଭିତରେ ଥିଲା ଯେତିକି ବି ମୋ ଘରର କବାଟ ସବୁ ଅଛି ତାର ଆଗ ମାନେ ପଛ ତାକୁ ସବୁ ପୋଛାପୋଛି ଆଜି କରିବି। ଆଉ କାନ୍ଥରେ ଯାହା ବି ଟାଇଲ୍ସ ଲାଗିଛି, ମାନେ ମୋର ଡାଇନିଂ ହଲ୍ର ଟାଇଲ୍ସ ଆଉ ରୋଷେଇ ଘରର ଯେଉଁ କାନ୍ଥର ଟାଇଲ୍ସ, ତାକୁ ବି ମୋତେ ଆଜି ପୋଛିବାର ଥିଲା। ଆଉ ଏବେ ମାନେ ଏଇ ଖରା ଦିନରେ ଯେଉଁ ଆନ୍ଧି ତୁଫାନ ଆସୁଛି, ସେ ପୁରା ଧୂଳି ଆଣିକି ଘରରେ ପୁରା ଭର୍ତ୍ତି କରିଦେଉଛି ଯେ ପୁରା ଘଣ୍ଟେ ପାଖାପାଖି ଲାଗୁଛି ଯେ ଧୂଳି ପୁରା ଝାଡ଼ିବା ପାଇଁ। ସେଥିପାଇଁ ମୁଁ ଫାଷ୍ଟ ଆଗେ ଡଷ୍ଟିଂ କରିଦେଲି। ଘର ପୋଛା ପାଇଁ ଯେତେବେଳେ ମୁଁ ପାଣି ଆଣେ, ଫାଷ୍ଟ କ'ଣ କରେ, ଯେତିକି କବାଟ ଝରକା ଥାଏ ତାକୁ ଭଲ ଭାବରେ ପୋଛି ଦିଏ। ମୁଁ ପୁରା ଦିନ ରଖିନଥାଏ, 15 ଦିନରେ ଥରେ ରଖିଥାଏ। ଆଉ ଯେବେ ମୋତେ ଲାଗେ କି ନାଇଁ ମୋତେ ସପ୍ତାହରେ ଥରେ ପୋଛିବାର ଅଛି, ଲାଗିଲା କି ଧୂଳି ହେଇଗଲାଣି ବୋଲି, ତାହେଲେ ସପ୍ତାହରେ ଥରେ କରେ, ମାନେ କବାଟ ଝରକା ପୋଛାପୋଛି କରେ। ନହେଲେ 15 ଦିନରେ ଥରେ କରେ। ତ ଏବେ ସବୁ କବାଟ ଝରକା ପୋଛାପୋଛି ହେଇଗଲା। ତାପରେ କାନ୍ଥର ଟାଇଲ୍ସ ତାକୁ ବି ପୋଛାପୋଛି କରିଦେଲି। କାହିଁକିନା ମୁଁ ଯେତେବେଳେ ଘର ପୋଛିବା ପାଇଁ ପାଣି ଆଣେ, ସେ ମପ୍ରେ ହିଁ ସେ କାମ କରିଦିଏ ନା ବାରମ୍ବାର। ନହେଲେ ମୋତେ ନା ଚେୟାର ପକାଇବା ପାଇଁ ପଡ଼ିବ, ଷ୍ଟୁଲ୍ ନହେଲେ ଟେବୁଲ୍ ଉପରେ ଛିଡ଼ା ହେଇକି ଏସବୁ କବାଟ ଫବାଟ ତାକୁ ସବୁ ପୋଛାପୋଛି କରିବା ପାଇଁ ପଡ଼େ। ସେଥିପାଇଁ ମୁଁ କ'ଣ କରେ, ମପ୍ଟା ସୁବିଧା ହୁଏ ଫ୍ରେଣ୍ଡସ୍। ମପ୍ରେ କ'ଣ କରେ, ଭଲ ଭାବରେ ତାକୁ ପୁରା ମାନେ ପାଣି ରଖେନି, ପୁରା ସିଠା କରିକି ଚିପୁଡ଼ି ଦିଏ, ତାପରେ ଯାଇକି ପୋଛାପୋଛି କରେ। ଆଉ ଫାଇନାଲି ମୁଁ ଏବେ ଆପଣମାନଙ୍କୁ ଦେଖାଉଛି ଘର ଦ୍ୱାର ସଫା ହେଇ ସାରିଲା ପରେ କେମିତି କ'ଣ ଲାଗୁଛି। କାରଣ ଘର ଦ୍ୱାର ଯେତେବେଳେ ଆପଣ ମାନେ ଡଷ୍ଟିଂ କରିକି ତାକୁ ମପିଂ କରିଦେବେ ନା, ତାପରେ ବାରମ୍ବାର ଦେଖିବା ପାଇଁ ମନ ହେବ। କାରଣ ଯେଉଁ ଜିନିଷ ପରିଷ୍କାର ପରିଚ୍ଛନ୍ନ ହେଇଯାଏ, ଖାଲି ଆଖିଟା ସେଇ ଜାଗାକୁ ଯାଉଥିବ, ଆପଣଙ୍କର ନଜର ନଥିଲେ ବି ଆଖି ଜବରଦସ୍ତ ଟାଣିକି ନେଇକି ଯାଉଥିବ। ତ ଦେଖନ୍ତୁ କବାଟ ଗୁଡ଼ା କେଡ଼େ ସୁନ୍ଦର ଲାଗିଲା, ଚିକ୍ ଚିକ୍ ଲାଗିଲା। ଏମିତି ସବୁଦିନ ରୁହନ୍ତା କି? କିନ୍ତୁ ମାନେ ଏମିତି ରହିବ ଯଦି ଆପଣ ଡେଲି ଡେଲି ତା ଦେହରେ ହାତ ମାରିବେ, ତାହେଲେ ଯାଇକି ରହିବ। ତ ଫ୍ରେଣ୍ଡ, ସକାଳର କାମ ଏବେ ମୋର ସରିଗଲା ପରେ ନା ମୁଁ ଡାଇରେକ୍ଟ ଲଞ୍ଚ ବନେଇବି। ତ ଲଞ୍ଚ ଅଲରେଡ଼ି ଟାଇମ୍ ମୋର ମାନେ ହେଇଯିବ ନା, ସେଥିପାଇଁ ମୁଁ ଆଜି ଆଉ କିଛି ବ୍ରେକଫାଷ୍ଟର ରୁଟିନ୍ କିଛି ରଖିନି, ବ୍ରେକଫାଷ୍ଟ କିଛି ବନେଇବିନି। କାହିଁକିନା ଏସବୁ ଘରର କାମ ସରିଲା ପରେ ପୁରା ଉପରୁ ତଳ ପର୍ଯ୍ୟନ୍ତ ସିଢ଼ି ତାକୁ ବି ଓଳାଓଳି କରିକି ପୋଛାପୋଛି କଲି, ରେଲିଂ ବି ପୋଛାପୋଛି କରିଛି। ସେଥିପାଇଁ ଆଜି ମୋତେ ଟିକେ ଟାଇମ୍ ଲାଗିଗଲା ଫ୍ରେଣ୍ଡସ୍। ଆଉ ଆଜି ମୁଁ ପନିରର ଗୋଟେ ରେସିପି ଆପଣମାନଙ୍କ ସହିତ ସେୟାର କରିବି। ତ ଦେଖନ୍ତୁ, ମୁଁ ଫ୍ରାଏ ପ୍ୟାନ୍ରେ ନା ରିଫାଇନ୍ ତେଲ ନେଇଯାଇଛି। ତାପରେ ମସଲାରେ ନେଇଛି ପିଆଜ, ଅଦା, ରସୁଣ, କାଜୁ ଆଉ କଞ୍ଚା ଲଙ୍କା, କିନ୍ତୁ ଏଇଟା ରେଡ୍ କଲର୍ ହେଇଯାଇଛି, କିନ୍ତୁ କଞ୍ଚା ଲଙ୍କା ଫ୍ରେଣ୍ଡସ୍। ତାପରେ ପନିରକୁ ଟିକେ ବଡ଼ ବଡ଼ ସାଇଜ୍ରେ, କ୍ୟୁବ୍ ସାଇଜ୍ରେ ହିଁ କାଟିବା, ମୋଟା ମୋଟା ସାଇଜ୍ରେ ହିଁ କାଟିବା, ଛୋଟ ବିଲକୁଲ ବି କରିବେନି। ଆଉ ତାକୁ ମୁଁ ଏବେ ଫ୍ରାଏ କରିଦେବି। ଫ୍ରାଏ କରି ସାରିଲା ପରେ ମାନେ ପାଣି ମୁଁ ରଖିଛି, ସେଥିରେ ହାଲକା ଚିନି ପକାଇ ଦେଇଛି ଫ୍ରେଣ୍ଡସ୍, ସଫ୍ଟ ହେବା ପାଇଁ। ଆଉ ପନିର ବି ଏମିତି ବହୁତ ସଫ୍ଟ ଅଛି। ତ ଫ୍ରେଣ୍ଡସ୍ ତାକୁ ପକାଇଦେଲେ ନା ଆଉ ଟିକେ ସଫ୍ଟ ହେଇଯିବ। ତ ପନିରକୁ ମୁଁ ଟିକେ ଆଉ ଟିକେ ମାନେ କମ୍ ଫ୍ରାଏ କରିବାର ଥିଲା, କିନ୍ତୁ ମୁଁ ସିଆଡ଼େ ଟିକେ ପନିର ପକାଇ ଦେଇକି ସିମ୍ କରିଦେଇକି ଯାଇଥିଲି। କିନ୍ତୁ ପନିରଟା ତ ଫର୍ସେ ହେଇଯାଏ ନା, ସେଥିପାଇଁ ଟିକେ ମାନେ ଅଧିକ ଭାଜି ହେଇଯାଇଛି। କିନ୍ତୁ ଆପଣ ଟିକେ କମ୍ ତାକୁ ଫ୍ରାଏ କରିବେ। ଆଉ ଯେତିକି ମସଲା ନେଇଥିଲି ତାକୁ ବି ସେଇ ତେଲରେ ଆମେ ଭାଜିଦେବା ଆଉ ତାକୁ ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ କରିବା ପୂର୍ବରୁ ଦେଖନ୍ତୁ, ମୁଁ ଦହି 2 ଟେବୁଲ୍ ସ୍ପୁନ୍ ନେଇଛି। ତାପରେ ଆପଣ ବେସିକ୍ ଯେଉଁ ପାଉଡ଼ର ମସଲା ସବୁ ନିଅନ୍ତି, ସେସବୁ ପକାଇକି ଏକା ସାଙ୍ଗରେ ଗ୍ରାଇଣ୍ଡିଙ୍ଗ କରିଦେବେ। ଏଥିରେ ଟମାଟର ଦେବେନି, କାରଣ ଦହି ଦିଆହେଇଛି। ଆଉ ଦହି ଯେଉଁ ଦେଇଛି ମୁଁ ସେଇଟା ରୁମ୍ ଟେମ୍ପରେଚରରେ ଅଛି, କିନ୍ତୁ ଦହି ଦେଲେ ଆଉ ମାନେ ଟମାଟର ଦେବାକୁ ପଡ଼ିବନି, ନହେଲେ ବେଶୀ ଖଟା ହେଇଯିବ ଫ୍ରେଣ୍ଡସ୍। ଆଉ ଗ୍ରାଇଣ୍ଡିଙ୍ଗ ଯେଉଁ କରିବେ ନା, ତାକୁ ଚିକ୍କଣ କରିକି
बाटिदेवे तापर से कड़े मोर जो सॉरी फ्राए पैन रे जेतिकी भी तेल थिला से मु जीरा फुटे देली तापर होल गरम मसला सब दे देइची आ जो मसला बाटिकी रखिदिबे ताकू देदेवे आउ ताकू देकी भल भाव में कषिदेवे कसुरी मेथी को मो हाथ में क्रश करके दे देइची आउ बटर भी आपन दे पारिबे किंतु मु बटर देइनी आ पनीर को जो पानी रे मु पकई देइथिली से पानी को मु एठी यूज करूची पानी को देकी भल भाव में मसला को आमे कषिबा एमिति भी बेसी टाइम नबनी फ्रेंड्स कहीं ना मसला को आमे भाजी देइथिले बस 5 ରୁ 7 मिनट भितर मोर मसला रेडी हो जाइतिला तापर जो फ्राए करके रखी पनीर ताकू पानी रू छाणिकी देदेली आउ जो पानी रे पनीर पकईली से पानी बेठी मु दे देइची आपण आकु ड्राई भी करि परिबे आउ एमती लटपटा टाइप रो करि परिबे लटपटा कले आपण भात रे भी खाई परिबे रोटी पूरी पराठा सहित खाई परिबे तो मु भात रे खाइबी ना सेति पय आकु टिके लटपटा टाइप रो करची।